ଜୟ ଜଗନ୍ନାଥ। ଜୟ ପଞ୍ଚସଖା। ମହାପୁରୁଷ ଅଚ୍ୟୁତାନନ୍ଦ ଶିଷ୍ୟ ରାମଦାସଙ୍କୁ ଜଣାଇ କହୁଛନ୍ତି, ଶୁଣୁଥିବୁ ବାବୁ ରାମ ଏ ଅପୂର୍ବ କଥା, ସାଇତି ରଖିଥା ମନେ ଥଣ୍ଡା କରି ମଥା। ଏ ଗୁମର କଳିକାଳ ଠାକୁର ଫେଇବ, ଲୋକ ମୁଖେ ନାମ ତା କେଶବ ହୋଇବ। ଶୁଭ ଦିନ ପୁଣ୍ୟ ଯୋଗ ଦେଖି ଯଜ୍ଞ କରି, ହରଙ୍କୁ ତୋଷିବ ସେହି ଦେବ ନରହରି। ଚରମ ରସରେ ଦେବ ପୂର୍ଣ୍ଣାହୁତି ସାରି, ଦର୍ଶକ ଆତ୍ମାକୁ କାଳ ନ ପାରିବ ଘାରି। ପ୍ରଭୁ ପାଦ ଦର୍ଶନ କରି ଆତ୍ମତୋଷୀ, ପୂର୍ଣ୍ଣାହୁତି କାଳେ ଯିବେ ଶ୍ରୀ ପାଦରେ ରସି। ନିଜ ଗୁରୁ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଠାରୁ ଏହା ଶୁଣି ପ୍ରିୟ ଶିଷ୍ୟ ରାମଦାସ କେବେ ସେହି ଶୁଭ ଦିନ ଓ ପୁଣ୍ୟ ଯୋଗ ଉପସ୍ଥିତ ହେବ ଏବଂ ଯଜ୍ଞାନୁଷ୍ଠାନ ସମାହିତ ହେବ, ତାହା ପଚାରନ୍ତେ ଅଚ୍ୟୁତାନନ୍ଦ ଗୋସାଇଁ ଉତ୍ତରରେ କହନ୍ତି ଯେ, ବେଦ ଗ୍ରହ ଅଙ୍କେ ଦିବ୍ୟ ସିଂହ ରାଜାଙ୍କର, ଜ୍ୟେଷ୍ଠ ମାସ କାକ ପକ୍ଷ ଭୁବନୀ ତିଥିର। ସୁରବାଦୀ ଗୁରୁବାରେ ଚନ୍ଦ୍ରେ ସ୍ଥିତ ବୃଷ, କୃତ୍ତିକା ନକ୍ଷତ୍ର ଭୋଗ ହେଉଁ ହେଉଁ ଶେଷ। ବିଶ୍ୱ ଶାନ୍ତି ମହାଯଜ୍ଞ ଆରମ୍ଭିବେ ଯେହୁ, ଜାଣିଥା ରାମ ଚରମ ପୁରୁଷଟି ସେହୁ। ଚରମ ଜୀବଙ୍କୁ ଧରି ଆଚରିବେ ଲୀଳା, ଚରମ ପ୍ରାଣୀଙ୍କ ସାଥେ କରୁଥିବେ ଖେଳା। ଚରମ ସମାଜେ ମିଶିଥିବେ ଯେତେ ଜୀବ, ଚରମ ପ୍ରାପତି ଦେଇ ସେହି ଉଦ୍ଧାରିବ। ଏହି ମାଳିକାଟି ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ତାଙ୍କ ପ୍ରିୟ ଶିଷ୍ୟ ରାମଦାସଙ୍କୁ ବୁଝାଇବାକୁ ଯାଇ ଏହି କଥାମାନ ସବୁ କହିଥିଲେ। ସେ ସମୟଟି, ଯେଉଁ ସମୟଟି ପଚାରିଛନ୍ତି ରାମଦାସ, ଯେ ସେ ସମୟ କେବେ, ସେହି ଶୁଭ ଲଗ୍ନଟା କେବେ, ଶୁଭ ଦିନଟା ଏବଂ ସେହି ପୁଣ୍ୟ ଯୋଗ ବା ଯଜ୍ଞାନୁଷ୍ଠାନ କେବେ ହେବ, ସେହି ଉତ୍ତରଟି ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ତାଙ୍କ ଶିଷ୍ୟଙ୍କୁ ବୁଝେଇକି କହିଲେ। ସେହି ତିଥିଟି ଥିଲା 2010 ମସିହା କଥା, ଯାହାକି ଦେଓଗାଁ ରାଉରକେଲାରେ ଏବଂ ଜିଲ୍ଲା ସୁନ୍ଦରଗଡ଼ରେ ସେ ସମୟଟି ଉପନୀତ ହୋଇଥିବାରୁ ଏ ଯଜ୍ଞଟି ଠାକୁରେ ଶ୍ରୀ ଶ୍ରୀ କେଶବ ଚନ୍ଦ୍ର କରାଇଥିଲେ। ତେଣୁକରି ଆମମାନଙ୍କୁ ବୁଝିବାକୁ ହେବ ଯେ ପରମ ପୁରୁଷ ଭଗବାନ ଠାକୁର ଶ୍ରୀ ଶ୍ରୀ କେଶବ ଚନ୍ଦ୍ର, ଯାହାକି ସେଠି ବିଶ୍ୱଶାନ୍ତି ମହାଯଜ୍ଞ କରାଇଥିଲେ। ମାଳିକା ବର୍ଣ୍ଣିତ ଅନୁସାରେ ସେହି ଯଜ୍ଞଟି ଯିଏ ଆରମ୍ଭ କରିଥିବେ ଏବଂ ପୂର୍ଣ୍ଣାହୁତି କରିଥିବେ, ସେ ହିଁ ପରମ ପୁରୁଷ, ସେ ହିଁ ଯୁଗ ପୁରୁଷ, ସେ ହିଁ ଅବତାରୀ ବ୍ରହ୍ମ।
ଏହିପରି ଗୁପ୍ତ ରହସ୍ୟ, ଗୁପ୍ତ ମାଳିକା, ଗୁପ୍ତ ତଥ୍ୟ ସବୁ ଜାଣିବା ପାଇଁ ଆପଣମାନେ ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଏହିଭଳି ସବୁ ନୂଆ ନୂଆ ଗୁପ୍ତ ତଥ୍ୟ ଆମ ପାଖରେ ରହିଛି। ଆମେ ଆପଣମାନଙ୍କ ପାଖରେ ଏହି ଚ୍ୟାନେଲ ମାଧ୍ୟମରେ ପରିବେଷଣ କରିବୁ। ଧନ୍ୟବାଦ। ଗୁରୁସ୍ୱାମୀ।